ରାମ ନାରାୟଣ ରାମ। ଆଜିର ଦିନରେ ଧର୍ମର ନାଁରେ ଲୋକଙ୍କୁ ଭଲ ଭଳି ମୂର୍ଖ ବନାଯାଉଛି। ଭାବନ୍ତୁ ତ, ପୃଥିବୀରେ ଥିବା 800 କୋଟି ମାନବ, ଗଛଗଛଳି, ପଶୁପକ୍ଷୀ, ଗ୍ରହ ନକ୍ଷତ୍ର ସମସ୍ତଙ୍କ ରକ୍ତ, ତାପମାନ ଓ ଚିନ୍ତାଧାରା ଏକ ସମାନ ଅଟେ ଏବଂ ଏହା ବୈଜ୍ଞାନିକ ଭାବେ ସିଦ୍ଧ ହୋଇଛି। ତେବେ ଲୋକେ କାହିଁକି ଜାଣିଶୁଣି ବେଉକୁଫ ହେଉଛନ୍ତି? ଏହିଠାରେ ଚିନ୍ତା କରିବା ଆବଶ୍ୟକ। 10,000 ବର୍ଷ ପୂର୍ବରୁ ପୃଥିବୀ ଉପରେ କୌଣସି ଧର୍ମ ନଥିଲା। ସେ ସମୟର ଲୋକେ କିପରି ବଞ୍ଚୁଥିଲେ? ସେମାନଙ୍କ ଖାଦ୍ୟାଦି କିପରି ଥିଲା? ଏସବୁ ବିଷୟ ଉପରେ ଲୋକେ ଭାବିବା ଉଚିତ। ଆକାଶରେ ଯେତେ ତାରା ଓ ନକ୍ଷତ୍ର ଅଛନ୍ତି, ସେଥିପାଇଁ କୌଣସି ବୈଜ୍ଞାନିକ, ଆକାଉଣ୍ଟାଣ୍ଟ କିମ୍ବା ମନ୍ତ୍ରୀ ଠିକ ଉତ୍ତର ଦେଇପାରିବେ ନାହିଁ। ସେମାନେ ନିଜର ଧର୍ମ ବିଷୟରେ ସଠିକ୍ ତଥ୍ୟ ଦେଇପାରନ୍ତି ନାହିଁ। ତେବେ ତାରା ନକ୍ଷତ୍ର ବିଷୟରେ କିପରି କହିପାରିବେ? ଯଦି ଆକାଶରେ ତାରା ଓ ନକ୍ଷତ୍ର ନଥାନ୍ତି, ତେବେ ଆକାଶର କୌଣସି ଅସ୍ତିତ୍ୱ ଥିଲା ନାହିଁ। ତାରା ଓ ନକ୍ଷତ୍ର ମଧ୍ୟରେ ଏତେ ଆଲୋକ ଓ ଶକ୍ତି ଅଛି, ଯାହା ଆକାଶର ଅସ୍ତିତ୍ୱକୁ ବଢ଼ାଇଛି। ଧର୍ମର ଠିକେଦାରମାନେ କେବେ ବି କହିପାରିବେ ନାହିଁ ଯେ ସତ୍ୟ ଧର୍ମ କ'ଣ। ସେମାନଙ୍କର ଭଗବାନ ଅଲ୍ଲାହ କେଉଁଠୁ ଆସିଛନ୍ତି? କୌଣସି ଭଗବାନ କହିନାହାନ୍ତି ଯେ ତୁମେ ମୋ ପୂଜା କର। ପୃଥିବୀ ଉପରେ ଯେତେବେଳେ ରାଜାଙ୍କ ଶାସନ ଥିଲା, ତେବେ ବ୍ୟକ୍ତିଗତ ମାଲିକାନା ହକ୍ କେଉଁଠୁ ଆସିଲା? ସେମାନେ ସେତେବେଳେ କାହିଁକି ନ କହିଲେ ଯେ ବ୍ୟକ୍ତିଗତ ମାଲିକାନା ହକ୍ ବିଲୁପ୍ତ ହେବା ଉଚିତ? ସମସ୍ତ ଧର୍ମର ଲୋକ ଭଲ ଅଟନ୍ତି। ପୃଥିବୀ ଉପରେ କୌଣସି ଲୋକ ମାଲିକ ନୁହନ୍ତି। ନା ତାରା, ଗ୍ରହ ନକ୍ଷତ୍ର, ନା ଆକାଶ, ନା ସୂର୍ଯ୍ୟ, ନା ବାତାସ, ନା ପାଣି। କେହି ବି କହିନାହାନ୍ତି ଯେ ସେମାନେ ମାଲିକ। ପୃଥିବୀ ଉପରେ ଯେଉଁ ଗଛ ଗଛଳି ଅଛି, ଯାହା ଖାଇ ସେହି ମାନବ ଜୀବନ ଧାରଣ କରେ, ସେମାନେ ବି କେବେ ମାଲିକ ହେବା ଦାବି କରିନାହାନ୍ତି। ତେବେ ଏହି ମାଲିକମାନେ କେଉଁଠୁ ଆସିଲେ? ମାନବମାନେ ନିଜର ପୂଜା କରିବା ଉଚିତ, ନିଜକୁ ଭଲ ପାଇବା ଉଚିତ, ତେବେ ହିଁ ଅନ୍ୟମାନଙ୍କୁ ଭଲ ପାରିବେ। ସମସ୍ତଙ୍କୁ ପ୍ରକୃତିର ଧର୍ମ ଅନୁସରଣ କରିବା ଉଚିତ। ଯେପର୍ଯ୍ୟନ୍ତ ମାନବ ପ୍ରକୃତିର ଧର୍ମକୁ ଅନୁସରଣ ନ କରିବେ, ସେଯାଏଁ ସେ ନିଜକୁ ଚିହ୍ନି ପାରିବେ ନାହିଁ ଓ ଏହି ଭେଡଚାଳରେ ଚାଲିଯିବେ। ଯେତେବେଳେ ପୃଥିବୀ ଫାଟିଯିବ, କୌଣସି ଧର୍ମ ଠିକେଦାର ତାକୁ ବଞ୍ଚାଇ ପାରିବେ ନାହିଁ। ସମୁଦ୍ର, ପାହାଡ଼, ପର୍ବତ ଏସବୁ ପ୍ରକୃତି ତିଆରି କରିଛି, କୌଣସି ଧର୍ମ ଠିକେଦାର ତିଆରି କରିନାହାନ୍ତି। ପ୍ରକୃତି ମାନବକୁ ପୃଥିବୀ ଉପରେ ଏହିପାଇଁ ପଠାଇ ନାହିଁ ଯେ ସେମାନେ ଆପସରେ ଝଗଡ଼ା କରନ୍ତୁ, ନିଜକୁ ବଡ଼ ଦେଖାନ୍ତୁ, ବରଂ ଏହିପାଇଁ ପଠାଇଛି ଯେ ସମସ୍ତେ ଏକାତ୍ମ ଭାବେ ବଞ୍ଚନ୍ତୁ ଏବଂ ଏକାପରକୁ ଉନ୍ନତି କରାଇବାରେ ସାହାଯ୍ୟ କରନ୍ତୁ। ଏହି ଉଦ୍ଦେଶ୍ୟକୁ ନେଇ ସମସ୍ତଙ୍କୁ ସଚେତନ ହେବା ଉଚିତ। ଓମ୍।